ସୁର ଭାଇ ମୋ ପରିବାରର ମୋର ବଡ ଭାଇ। ମୋ ପିଲାମାନଙ୍କୁ ସେ ନିଜ ପିଲା ଭଳି ଦେଖନ୍ତି ଏବଂ କଂଗ୍ରେସ ଦଳ ପାଇଁ ଜଣେ ମାଇଲ ଖୁଣ୍ଟ। ଏବଂ ସବୁଠୁ ବଡ କଥା ହଉଛି ସିଏ ଏକ ଅନ୍ୟାନ୍ୟ ମଣିଷ। ତାଙ୍କର ଭଲ ପାଇବା ସମସ୍ତଙ୍କ ପାଇଁ ଏବଂ କଂଗ୍ରେସ ଦଳ ପାଇଁ ତାଙ୍କର ତ୍ୟାଗ, ତାଙ୍କର ଅବଦାନ ଏବଂ ସେ ଡକ୍ଟର ହରେକୃଷ୍ଣ ମହତାବଙ୍କ ସମୟରୁ ତାଙ୍କର ଶିଷ୍ୟ ହିସାବରେ ତାଙ୍କ ରାଜନୀତି ଆରମ୍ଭ କରିଥିଲେ। ପରବର୍ତ୍ତୀ ଅବସ୍ଥାରେ ଜାନକୀ ବଲ୍ଲଭ ପଟ୍ଟନାୟକ, ସ୍ୱର୍ଗୀୟ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କର ଜଣେ ଅତି ନିକଟତମ ଲୋକ ହିସାବରେ ତାଙ୍କ ମନ୍ତ୍ରିମଣ୍ଡଳରେ ତାଙ୍କ ସମୟରେ ବିଧାୟକ ଭାବରେ, ମନ୍ତ୍ରୀ ଭାବରେ ସେ ଯୋଉଭଳି ଭାବରେ କାର୍ଯ୍ୟ କରିଛନ୍ତି ଓଡ଼ିଶାବାସୀ ତାଙ୍କୁ କେବେ ଭୁଲି ପାରିବେନି। ଆଉ ମୁଁ ତାଙ୍କୁ ଏଇଥିପାଇଁ ମୋର ନିଜର ପରିବାରର ବଡ ଭାଇ କହୁଛି, କାରଣ ମୋ ପରିବାରଟାକୁ ସେ ନିଜର ପରିବାର ବୋଲି ଭାବନ୍ତି। ମୋ ମୋ ମୋର ବଡ ପୁଅ ଚାଲିଗଲା ବେଳେ ଯିଏ ସବୁଠାରୁ ଦୁଃଖରେ ଭାଙ୍ଗି ପଡିଥିଲେ, ସେ ମୁଁ ନିଜେ ଯେତେ ଦୁଃଖିତ ନୁହେଁ, ସୁର ଭାଇ ସବୁଠାରୁ ଦୁଃଖରେ ଭାଙ୍ଗି ପଡିଥିଲେ। ତେଣୁ ମୁଁ ଭଗବାନଙ୍କୁ ପ୍ରାର୍ଥନା କରୁଛି ସୁର ଭାଇ ଶତାୟୁ ହୁଅନ୍ତୁ, ଆମ ସମସ୍ତଙ୍କୁ ଭଲ ପାଆନ୍ତୁ। ତାଙ୍କ ଭଲ ପାଇବା ଯେମିତି ଭାବରେ ରହିଛି, ଦଳମତ ନିର୍ବିଶେଷରେ ତାଙ୍କୁ ଲୋକେ ସୁର ଭାଇ ବୋଲି କହନ୍ତି। ସିଏ ଏଭଳି ମଣିଷ ଯୋଉ ମଣିଷକୁ ଲୋକ କୋଟିଏରେ ଗୋଟିଏ ବି ପାଇବା ସମ୍ଭବ ନୁହେଁ। ଏ ଭୁବନେଶ୍ୱର ସହରର ପ୍ରତ୍ୟେକ ଗଳି କନ୍ଦିରେ ଏବଂ ଭୁବନେଶ୍ୱର ସହରର ଗଛପତ୍ର ମଧ୍ୟ କହିବ ସୁର ରାଉତରାୟ କିଏ ବୋଲି। ତେଣୁ ସେଭଳି ଏକ ଅନ୍ୟାନ୍ୟ ଚରିତ୍ର ମତେ ନିଜର ସାନ ଭାଇ ବୋଲି ଭାବୁଛନ୍ତି। ମୁଁ ବନ୍ୟା ଅଞ୍ଚଳକୁ ଯିବା ପୂର୍ବରୁ ନିଷ୍ପତ୍ତି କଲି ଆଗେ ତାଙ୍କ ପାଖକୁ ଯିବି, ତାଙ୍କ ଆଶୀର୍ବାଦ ନେବି। ତାଙ୍କ ଜନ୍ମଦିନରେ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କୁ, ଜଗତରନାଥ ଜଗନ୍ନାଥଙ୍କୁ, ମା ତାରିଣୀଙ୍କୁ ପ୍ରାର୍ଥନା କରୁଛି ଯେ ସେ ଶତାୟୁ ହୁଅନ୍ତୁ, ଆମକୁ ଏମିତି ଆଶୀର୍ବାଦ କରୁଥାନ୍ତୁ। ଆମେ ତାଙ୍କର ଏମିତି ବର୍ଷ ପରେ ବର୍ଷ ତାଙ୍କର ଜନ୍ମଦିନ ପାଳନ କରୁ।